ଜାଣିଥିବେ ଆମର ଗୁରୁଜନ ଆମର ମା ବାପା ଆମର ଅଜା ଆଈ ଜେଜେ ଜେଜେମା ସମସ୍ତେ ଆମକୁ କହନ୍ତି ବାବାରେ ସବୁବେଳେ ଭଲ କଥା କହିବୁ କାହିଁକି ନା ତୁମ କଣ୍ଠରେ ତୋ ପାଟିରେ ତୋ ଓଠରେ ସରସ୍ୱତୀ ବାସ କରନ୍ତି। ତୁ ଯାହା କହିବୁ ତୋ କଥା ସିଏ ତଥାସ୍ତୁ କରିଦେବେ। ତଥାସ୍ତୁ ମାନେ ସେୟା ହଉ। ତମେ ଯାହା କହିବ ସେୟା ହେବ। ତମେ ଯାହା ଚିନ୍ତା କରିବ ସେୟା ହେବ। ଧରାଯାଉ ତମେ କହିବ ମୋ ଦେହ ଖରାପ ଅଛି, ତ ସରସ୍ୱତୀ ମାତା କ'ଣ କହିବେ? ତଥାସ୍ତୁ। ତ ତମେ କହିବେ ମୁଁ ଭାଗ୍ୟବାନ ଅଟେ, ତ ସରସ୍ୱତୀ ମାତା କହିବେ ତଥାସ୍ତୁ। ତ ଯଦି ତମେ କହିବ ମୁଁ ପାୱାରଫୁଲ୍, ତ ସରସ୍ୱତୀ ମାତା କହିବେ ତଥାସ୍ତୁ, ମାନେ ସେୟା ହଉ, ତୁ ପାୱାରଫୁଲ୍ ହ ସବୁବେଳେ। ତ ସରସ୍ୱତୀ ମାତା ରେଡ଼ି ହେଇକି ଅଛନ୍ତି ତଥାସ୍ତୁ କରିବାକୁ, ତମେ ଯାହା ବି କୁହ। କିନ୍ତୁ ଏଇଆ କଥା ଆମକୁ କହୁଥିଲେ, ଆମ ଗୁରୁଜନ ମାନେ କହୁଥିଲେ ଯେ କେବେ କେବେ ତୁମ କଣ୍ଠରେ ରହନ୍ତି, କିନ୍ତୁ କେବେ କେବେ ନୁହଁ, ସବୁ ସମୟରେ ତୁମ କଣ୍ଠରେ ରହନ୍ତି। ତମେ ଯାହା କହିବ ସରସ୍ୱତୀ ମାତା ତଥାସ୍ତୁ କହନ୍ତି। ତମେ ସବୁବେଳେ ଭଲ କଥା କୁହ, ଭଲ ଚିନ୍ତା କର। ଭଲ ଚିନ୍ତା କଲେ ତୁମ ମୁହଁରେ ତୁମ ପାଟିରେ ଭଲ କଥା ହିଁ ବାହାରିବ, ଯାହାକୁ ତମେ ତଥାସ୍ତୁ ସରସ୍ୱତୀ ମାତା କରିପାରିବେ ଆଉ ତାହାକୁ